राम लक्ष्मण पूर्वजं रघुवीरं सीतापतिं सुंदरं काकुस्थं करुणाकर गुणनिधिं विप्रप्रिय धार्मिकं राजेन्द्रं सत्यसंध दशरथ तनयं श्यामलं शान्तमूर्ति वंदे लोकाभिरामं रघुकुलतिलकं राघवं रावणारि मुखं करति वाचालं पंगुलंग यथगिरिं जद्रुवातमंग वंदे परमानंद माधवं। भक्तवत्सल भगवान की जय। मर्यादा पुरुष रामचंद्र की जय। लखनलाल जी की जय। भरतलाल जी की जय। शत्रुघ्नलाल जी की जय। सीता देवी की जय। संकटमोचन हनुमान जी की जय। सही रामनारायण सही कोदंडधारी महापुरुष की जय। दिवसे मरण हेब जम दंड मते न लगुथिब कोदंडधारी तोर कृपा मोह ठारे थिब कोदंडधारी सूर्य उत्तरायण थिब से समय मोर मरण हेब कोदंडधारी सर्वे मुखे बोलुथिबे हरि कोदंडधारी राम नाम मुखे थिब सेहि समय रे प्राण छाड़िब कोदंडधारी मुते नेउथिबे तोर पुरी कोदंडधारी तोहरी पुरे थिबी तो पाद दर्शन नीति करिबी कोदंडधारी डर नथिब मोते काहारी कोदंडधारी शुक्ल पक्ष होइथिब अष्टमी परे तो नवमी हेब कोदंडधारी सेहि दिन मते नेब हरि कोदंडधारी तोर जया जति थिब मो कथा तो दिने सफल हेब कोदंडधारी दिन जाउथिब गड़ी गड़ी कोदंडधारी लोड़ा नाही धन जन तो जन्मदिन रे महाप्रयाण कोदंडधारी एतिकी में निवेदन कोदंडधारी। श्री भक्तवत्सल भगवान की जय। मोर श्रोतमा बंधु मान को नमस्कार करी आरंभ करने को जाऊँ। आपण मैंने हरिश्चंद्र राजा विषय शुणुले मागी जिनिस विश्वामित्र जो जिनिस सब मागी हरिश्चंद्र राजा सबु जिनिस सहित जल टेकी आनंदरे दान देले। तापरे हाथ जोड़ी कहले मोर सप्तपुरुष आज कृतार्थ हो गले मोर जीवन आज पवित्र हो गला। हे तपधन समुद्र सहित ये पृथ्वी की आज ठारू आपण पालतु। आज ठारू प्रजा मानकर चिंता नहीं। महातेजा विश्वामित्र मुनि आज ठारू अयोध्या रे राजा हेले प्रजा मानकर आउ चिंता कौन। तापर विश्वामित्र ऋषि कहले हे राजा सबु दान देल दक्षिणा देकी तृप्ति कर। दान दे जो लोक दक्षिणा न दिए से दानर फल ताकू प्राप्त हुए नहीं। किछि समय राजा चिंता करी कहले कौन देवी सब तो देदेली आउ अच्छी कौन देवी एक कथा मन भावुंट। कहले हो जदि जो मागिले हो ठीक अच्छे दक्षिणा स्वरूप मु 1,00,000 स्वर्ण मुद्रा देवी किंतु मासे मते समय दिंतु। मुनि कहले ठीक अच्छे शुण राजा जो 1,00,000 स्वर्ण मुद्रा दब तुम राजकोषरू आनी दक्षिणा दे पारिब नहीं कहीं सी सब दान देवा पर मोर हो गला।
ତୁମେ ରାଜ୍ୟ ଦାନ କରି ସାରିଛ। ରାଜ୍ୟ ମୋର। ମୋ ରାଜ୍ୟରେ ଆଉ ବି ତୁମେ ଆଉ ରହିପାରିବ ନାହିଁ। ଅନ୍ୟ ସ୍ଥାନରେ ଘର କରି ରୁହ। ତାପରେ ରାଜା ଅଯୋଧ୍ୟାକୁ ଯାଇ ପ୍ରଜାମାନଙ୍କୁ ଡକାଇ ସବୁ କଥା କହିଲେ। ପ୍ରଜାମାନେ ଭୋ ଭୋ ହୋଇ କାନ୍ଦିଲେ। ପ୍ରଜାମାନଙ୍କୁ ଆଶ୍ୱାସନା ଦେଇ ପୁତ୍ର ପତ୍ନୀଙ୍କୁ ଧରି ରାଜ୍ୟରୁ ବାହାରିଲେ। ବାଟରେ ଚିନ୍ତା କଲେ, ସମଗ୍ର ପୃଥିବୀକୁ ତ ଦାନ ଦେଲି। କାଶୀ କ୍ଷେତ୍ର ତ ପୃଥିବୀ ବାହାରେ। କାଶୀ କ୍ଷେତ୍ର ଯାଇ ରହିଲେ। ଚାହୁଁ ଚାହୁଁ 1 ମାସ ବିତିଗଲା। ରାଜା ସଭ୍ୟଙ୍କୁ କହିଲେ, ହେ ପ୍ରିୟ, ସମଗ୍ର ପୃଥିବୀକୁ ଦାନ ଦେଲି, ଦକ୍ଷିଣା ଦେଇପାରିଲି ନାହିଁ। ଦକ୍ଷିଣା ନଦେଲେ ଦାନ ଫଳ ବିଫଳ। 1 ମାସ ମଧ୍ୟରେ 1,00,000 ସ୍ୱର୍ଣ୍ଣ ମୁଦ୍ରା ଦେବି ବୋଲି କହିଥିଲି। ଆଜି ମାସେ ପୂର୍ଣ୍ଣ ହୋଇଗଲା। କି ଉପାୟରେ ଦେବି 1,00,000 ସ୍ୱର୍ଣ୍ଣ ମୁଦ୍ରା? ମୋ ପାଖରେ ତ ନାହିଁ। ମୋ ପାଖରେ କେବଳ ଅଛି ମୋର ପୁତ୍ର ପତ୍ନୀ ଆଉ ମୋ ଶରୀର। ଏହା ବ୍ୟତୀତ ଆଉ ମୋ ପାଖରେ କିଛି ନାହିଁ। ଦକ୍ଷିଣା ନଦେଲେ ସତ୍ୟଭଗ୍ନ ହେବି, ନର୍କରେ ପଡ଼ିବି। ବିଶ୍ୱାମିତ୍ର ଋଷି ଅତ୍ୟନ୍ତ ପ୍ରଚଣ୍ଡ ରାଗି ଆତ୍ମହତ୍ୟା କରିଦିଅନ୍ତି। ଋଣଗ୍ରସ୍ତ ଥାଇ ସତ୍ୟଭଗ୍ନ ହୋଇ ମଲେ, ମହାପାପୀ ହୋଇ ନର୍କରେ ପଡ଼ିବି। ମୋତେ କିଛି ବୁଦ୍ଧି ଦେଖାଯାଉ ନାହିଁ। ଏଭଳି ହରିଶ୍ଚନ୍ଦ୍ର ରାଜା ବିକଳ ହେବା ଦେଖି ସଭ୍ୟରାଣୀ 2 ହାତ ଯୋଡ଼ି ବିନୟରେ କହିଲେ, ହେ ପ୍ରାଣନାଥ, ମନ ଦୁଃଖ କରନା। ଏ ସଂସାର ଦୈବର ଅଧୀନ। ଯେମିତି ଦିନ ପରେ ରାତି ହୁଏ, ସେହିଭଳି ସୁଖ ପରେ ଦୁଃଖ ଆସେ। ସମୟକୁ ଅନୁସରଣ କରି ବିଚାର କର। ସତ୍ୟଠାରୁ ବଳି ଧର୍ମ ଜଗତରେ ଆଉ ନାହିଁ। ସତ୍ୟ ବିନା ସବୁ କର୍ମ ବିଫଳ। ସତ୍ୟ ଯଦି ଅଛି, ତାହେଲେ ପୂଜା, ଧ୍ୟାନ, ହୋମ କିଛି ଆବଶ୍ୟକତା ନାହିଁ। ଯେଉଁ ପୁରୁଷ ପାଖରେ ସତ୍ୟ ନାହିଁ, ତାର ଅଧୋଗତି ନିଶ୍ଚିତ। ହେ ମହାଭାଗ, ସତ୍ୟ କେମିତି ରକ୍ଷା ହେବ, ସେହି ଉପାୟ କର। ପୁତ୍ର ହେବା ପାଇଁ ସମସ୍ତେ କନ୍ୟାଟିଏ ବିବାହ କରନ୍ତି। ଗୋଟିଏ ପୁତ୍ର ତ ତୁମର ହୋଇସାରିଛି। ଏବେ ମୋତେ ବିକ୍ରି କରିଦିଅ। 1,00,000 ସ୍ୱର୍ଣ୍ଣ ମୁଦ୍ରା ଦେଇ ଯିଏ କିଣିବ ତାଠାରୁ ଆଣିବ। 1,00,000 ସ୍ୱର୍ଣ୍ଣ ମୁଦ୍ରା ବିଶ୍ୱାମିତ୍ର ଋଷିଙ୍କୁ ଦେଇ ତାଙ୍କଠାରୁ ଋଣମୁକ୍ତ ହୋଇ ଧର୍ମ ବଳରେ ପିତା ପୁତ୍ର ଆନନ୍ଦରେ ରୁହ। ମୁଁ ବିକ୍ରି ହୋଇଯାଉଛି ପତ୍ନୀଠାରୁ। ହରିଶ୍ଚନ୍ଦ୍ର ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲେ, ତୁମେ ରାଜପତ୍ନୀ, ପତିବ୍ରତା ନାରୀ, ତୁମ୍ଭଙ୍କୁ ମୁଁ ବିକ୍ରି କରିବି? କେମିତି ବିକ୍ରି କରିବି? ଏଭଳି କଥା କହି ପାରୁଛ କେମିତି? ହେ ଦାରୁଣ ବିଧାତା, ଏଇ କଥା କ'ଣ କାନରେ ଶୁଣିବାକୁ ଥିଲା? ନା, ମୁଁ ମୋର ନିଜ ଆତ୍ମା ବିକ୍ରି କରି 1,00,000 ସ୍ୱର୍ଣ୍ଣ ମୁଦ୍ରା ଆଣି ବିଶ୍ୱାମିତ୍ର ଋଷିଙ୍କୁ ଦେଇ ଋଣମୁକ୍ତି ହେବି। ଏହି କଥା ଭାବୁ ଭାବୁ ବିଶ୍ୱାମିତ୍ର ଋଷି ଆସି ପହଞ୍ଚି କହିଲେ, ପୁରା ରାଗିକି ଆସିଛନ୍ତି। ରାଗରେ କହୁଛନ୍ତି, ହୃଦୟରେ ତୁ ପାପ ରଖି ମଧୁର କଥା କହୁଥିଲୁ ନା? ଏଭଳି କଠୋର କଥା ହରିଶ୍ଚନ୍ଦ୍ରକୁ କହିଲେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଏତିକିରେ ଥାଉ। ଆଉ ଆପଣମାନଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିବା ନାହିଁ। ତାପରେ ଭିଡ଼ିଓ ବଡ଼ ହୋଇଗଲା ବେଳକୁ କିଛି ଶ୍ରୋତା ବନ୍ଧୁ ଦେଖୁନାହାନ୍ତି, ଆଉ କିଛି ଅଧା ଦେଖୁଛନ୍ତି। ତେଣୁ
ଆପଣମାନଙ୍କୁ ନମସ୍କାର କରି ଏତିକି ନିବେଦନ କରିବି, ଆପଣମାନେ ଏ ଧାରାବାହିକ ରାମାୟଣ ସବୁଦିନ ତ ଆପଣମାନଙ୍କ ଦୟାରୁ ହେଉଛି। ଆପଣମାନେ ସମ୍ପୂର୍ଣ୍ଣ ଶୁଣିବେ, ଦରଖଣ୍ଡିଆ କରିବେ ନାହିଁ। କାହିଁକିନା ଏ ରାମ ନାରାୟଣଙ୍କ କଥା ଇଏ ସମସ୍ତଙ୍କ ଭାଗ୍ୟରେ ଜୋଟେ ନାହିଁ। ତେଣୁ ଆପଣମାନେ ସବୁଦିନ ସମ୍ପୂର୍ଣ୍ଣ ଶୁଣିବେ। ଯଦି ଭଲ ଲାଗେ ଭିଡ଼ିଓ ଟିକେ ସବସ୍କ୍ରାଇବ୍ କରୁଥିବେ, ଲାଇକ୍ ମଧ୍ୟ କରୁଥିବେ। ଏ ଅନୁଷ୍ଠାନ ଆପଣମାନଙ୍କର ମୁଁ ନିମିତ୍ତ ମାତ୍ର। ଏ ଦିନହୀନ କ'ଣ କହି ଆପଣଙ୍କ ମନ ତୃପ୍ତି କରିବ। ଆଜି ଏତିକି କହି ଆପଣମାନଙ୍କୁ ନମସ୍କାର କରି ସେଇ ମର୍ଯ୍ୟାଦା ପୁରୁଷ ରାମନାରାୟଣଙ୍କୁ ନମସ୍କାର କରି ସେଇ ଝଙ୍କଡ଼ବାସିନୀ ମା ଶାରଳାକୁ ନମସ୍କାର କରି ଏ ବିଶ୍ୱକୁ ସେଇ ନାରାୟଣ ଭଲରେ ରଖନ୍ତୁ। ମୋ ଶ୍ରୋତା ବନ୍ଧୁମାନଙ୍କୁ ତା ସହିତ ଭଲରେ ରଖନ୍ତୁ। ମୋର ଶ୍ରୋତା ବନ୍ଧୁମାନଙ୍କୁ ପୁନର୍ବାର ନମସ୍କାର କରି ବିଦାୟ ନେଉଛି। ଜୟ ଶ୍ରୀରାମ।